ନୂଆ ବର୍ଷ ସରିଗଲାଣି ହେଲେ ଗୋଟେ ପିଲାର ନାଚ ସରିନି। ହ୍ୟାଲୋ ସାଙ୍ଗ, ମୁଁ ଅନୁ, ସ୍ୱାଗତ କରୁଛି ଅନୁ ଏଭିଡେ ବ୍ଲଗ୍ସକୁ। ଆଜି ମୋର ସକାଳର ଡ୍ୟୁଟି ଥିଲା ବରା ଛାଣିବା। ବରା ଛାଣି ସମସ୍ତେ ସାଙ୍ଗ ହେଇକି ବସି ଯାଇଥିଲୁ ଖାଇବା ପାଇଁ। ଦେଖୁନାହାନ୍ତି ଗୋଟେ ପିଲାକୁ କି ନେଇଗଲା ପରି ଖାଉଛି। ମମି ଏଠି କୋଳି ପାରୁଛନ୍ତି। ଯାଇଥିଲୁ ସିନା କୋଳି ପାଇଁ, ହେଲେ ଗଛରେ ଗୋଟେ ବି କୋଳି ପାଚି ନଥିଲା। ଲଞ୍ଚରେ ଆଜି ଭାତ ଡାଲି ଶାଗ ଭଜା ଆଉ ପାମ୍ପଡ଼ ଥିଲା। ଏଠି ମୁଁ ଅଙ୍କିତା ଉପରେ ସ୍ନୋ ସ୍ପ୍ରେ କରୁଛି। ସେଠି ଜଣେ ଆମକୁ ପାଟି କଲେ, କହିଲେ କି ସେ ଭଲ ନୁହେଁ, ସେଥିରେ ନିଆଁ ଲଗେଇଲେ ସେ ସାଙ୍ଗେ ସାଙ୍ଗେ ଜଳି ଉଠିବ। ଆମେ ସାଙ୍ଗେ ସାଙ୍ଗେ ଏକ୍ସପେରିମେଣ୍ଟ କରିଦେଇଥିଲୁ। ସେ ଜଳିବ କ'ଣ, ସେ ସାଙ୍ଗେ ସାଙ୍ଗେ ଲିମ୍ଭିଗଲା। ସନ୍ଧ୍ୟାରେ ଆମେ ଚାରିମୂର୍ତ୍ତି ବାହାରି ଯାଇଥିଲୁ ଟିକେ ମାର୍କେଟ ଯାଇଛୁ ଆଉ କିଛି ନ ଖାଇକି ଫେରିବୁ, ସେଇଟା ତ କେବେ ହବନି। ସେଠି ଟିକେ ଚାଉମିନ ଖାଇକି ଆସିଲା ବେଳକୁ ମୋର ଟିକେ ନେଟ୍ ସିଟିରେ କାମ ଥିଲା। କାମ ସାରିକି ମୁଁ ଘରକୁ ଫେରିଥିଲି। ଘରକୁ ଫେରି ଦେଖିଲା ବେଳକୁ ମୋ ଭାଇ ନେଇ ଆସିଥିଲା ଏଠି ବରା କଷା ଖାଇସାରିଲା ପରେ ବି ଗୋଟେ ପିଲାର ଆଶା ହେଲା ସେ ମୋମୋ ଖାଇବ ବୋଲି। ଦେଖୁନାହାନ୍ତି ଲାଗି ପଡ଼ିଛି କେମିତି କାମରେ। ମୋମୋର ସେପ୍ ତେଣିକି ଯେମିତି ବି ହେଇଥାଉ, ସେ ଇଚ୍ଛା ହେଇଛି ମାନେ ସେ ଖାଇବ। ମତେ ଖାଲି ଏଇଟା ଭଲ ଲାଗୁଛି, ସେ ପୁରା ଗୋଲାପ ଫୁଲ ପରିକା ହେଇଛି। ଦେଖୁନାହାନ୍ତି କେତେ ସୁନ୍ଦର ଦେଖାଯାଉଛି। ୱାଓ। ସେ ଯାହା ହଉ, ମୋମୋର ଟେଷ୍ଟଟା କିନ୍ତୁ ପୁରା ଜବରଦସ୍ତ ଥିଲା। ମୁଁ ଚାଲିଲି ଏବେ ଖାଇବା ପାଇଁ। ବାଇ।